निज ପାଇଁ ନିଜ ଜ୍ଞାନ ହିଁ ବନ୍ଧୁ, କିନ୍ତୁ ଅଳ୍ପ ଜ୍ଞାନ ନିଜ ଆଡ଼କୁ ମୁହାଁଇଥିବା ଏକ ବନ୍ଧୁକ ସଦୃଶ୍ୟ। କୌଣସି ବିଦ୍ୟାର ପୂର୍ଣ୍ଣତା ହାସଲ ନ କରି ଯଦି ତାହାକୁ ପ୍ରୟୋଗ କରାଯାଏ, ସେହିଥିରେ ଖାଲି ବିଫଳତା ନଥାଏ, ବରଂ ବିପଦ ମଧ୍ୟ ରହିଥାଏ। ତାହା ଅତି ବିପଦ। ତେଣୁ ବିପଦକୁ ନିମନ୍ତ୍ରଣ କରିବା ଅପେକ୍ଷା ଅଳ୍ପ ଜ୍ଞାନରେ କୌଣସି କାର୍ଯ୍ୟ ନ କରିବା ହିଁ ବହୁତ ଭଲ। ଅଳ୍ପ ଜ୍ଞାନରେ ଅର୍ଜନ ହୋଇଥିବା ସମସ୍ତ ବିଭବ କ୍ଷଣସ୍ଥାୟୀ। ଯେକୌଣସି ବିଷୟରେ ହାସଲ ହୋଇଥିବା ଅଳ୍ପ ଜ୍ଞାନ ମାରାତ୍ମକ ଭୟାବହ ଅଟେ। ଜ୍ଞାନ ଏଭଳି ଏକ କ୍ଷେତ୍ର ଯେଉଁଥିରେ ସୀମା ନଥାଏ। ତାହା ସତ୍ତ୍ୱେ ବିଭିନ୍ନ ସ୍ତର ମନୁଷ୍ୟକୁ ପରୀକ୍ଷା କରି ଚାଲେ। ଜ୍ଞାନର ପ୍ରାଥମିକ ଅବସ୍ଥାରେ ଅନେକ କିଛି ଜାଣିଗଲା ବୋଲି ଆତ୍ମବିଶ୍ୱାସ ସୃଷ୍ଟି ହୁଏ। ଜ୍ଞାନର ଦ୍ୱିତୀୟ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ଜ୍ଞାନରେ ମନୁଷ୍ୟ ପଣ୍ଡିତ ବା ପ୍ରବୀଣ ହୋଇଗଲା ବୋଲି ଭାବେ। ଜ୍ଞାନର ତୃତୀୟ ପର୍ଯ୍ୟାୟରେ ଯେତେବେଳେ ସେ ବିଶାରଦ ହୋଇଗଲା ବୋଲି ଭାବେ, ସେତେବେଳେ ସେ ଦେଖେ ଜ୍ଞାନ ହେଉଛି ଏକ ବିଶାଳ ସମୁଦ୍ର। ଜ୍ଞାନ ହେଉଛି ଏକ ବିରାଟ ଖଣି। ତାହାର ସୀମା ଆକଳନ କରିବା ସମ୍ଭବ ନୁହେଁ। ଅର୍ଥାତ୍ ଜ୍ଞାନ ପାଇଁ ଗର୍ବ କରିବା ଅନୁଚିତ। ଅସୀମ ଜ୍ଞାନକୁ ନେଇ ସସୀମ ମନୁଷ୍ୟ ଗର୍ବ କରିବା ସମ୍ପୂର୍ଣ୍ଣ ଅନୁଚିତ।